ଆମର ଆଇନକୁ ମାନେ ଆଖିଠାର ମାରୁଛନ୍ତି ଏବଂ ଆଇନର ପାଠକୁ ଏମାନେ ଧଜ୍ଜିଆ ଉଡ଼ଉଛନ୍ତି। ଏଠି ଆଜ୍ଞା କିଏ କ'ଣ କହିବ ନ କହିବ ସେଇଟାରେ ଏଠି ଆଉ କିଛି ଶୁଣାଯିବ ନାହିଁ। ଯେହେତୁ ଏଇଟା ଯେହେତୁ ରେଓଟିଂ ପ୍ଲସ୍ ମର୍ଡର, ଯେହେତୁ ହତ୍ୟା ଏକ ସେସନ୍ସ ଟ୍ରାଏଲ, ଝିଅମାନଙ୍କର ଷ୍ଟେଟମେଣ୍ଟ ଆସୁଛି ଯେ ହେଉଛି ସେମାନେ ତାଙ୍କର କଥାର ତାଳମେଳ ରହୁନି ଏବଂ ସେମାନେ କଥାକୁ ଘୋଡ଼େଇବା ପାଇଁ, କଥାକୁ ଏପଟ ସେପଟ କରିବା ପାଇଁ, ମାନେ ଇନଭେଷ୍ଟିଗେସନଟାକୁ ଡାଇଭର୍ଟ କରିବା ପାଇଁ ଏଇଟା କରୁଛନ୍ତି। ମାଇଲେ ତ ମାଇଲେ, ଗୋଇଠା ମାଡ଼, ବିଧା ଗୋଇଠା, ତା ହାଇଡ୍ରୋସକୁ ମାଡ଼, ତା ପେଟକୁ ମାଡ଼, ତା ମୁହଁକୁ ମାଡ଼, ସେ ପାଟି ଆପୁ ଆପୁ କରୁଛି, ପାଣି ବି ଟିକେ ମାଗୁଛି, ପାଣି ବି ଟିକେ ବି ଦଉନାହାନ୍ତି। ମାନେ ପିଲାକୁ ମଣିଷ କରିବ ବୋଲି, ପାଠ ପଢିବ କି ମଣିଷ କରିବ ବୋଲି, ପୋଲିସ ଚାକିରି କରିବ ବୋଲି ତା ବାପାର ଇଚ୍ଛା ଥିଲା। ତା ବାପା ଅଣ୍ଡା ବିକିଛନ୍ତି, ଗୁଗୁନି ବିକିଛନ୍ତି ମାର୍କେଟରେ ମଣିଷ କରିବା ପାଇଁ ପିଲାଟିକୁ। ଏଇଟା ଭାରି ଲଜ୍ଜାଦାୟକ କଥା ଆଜ୍ଞା। ଆପଣମାନଠୁ କ'ଣ ଆଇନର ସୁରକ୍ଷା ଆଜ୍ଞା ମାନେ କ'ଣ ପାଇବା ଆଜ୍ଞା? ଯୋଉ ବାନ୍ଧୁଛନ୍ତି ମାନେ ମାନେ ପଶୁକୁ ଏମିତି ବାନ୍ଧିବେନି, ମାନେ ବାନ୍ଧିକିରି ପୁଣି 407 ଟ୍ରକରେ, କ'ଣ ଆମ୍ବୁଲାନ୍ସ ନାହିଁ? এটা ଆଜ୍ଞା ବହୁତ ଦୁଃଖଦାୟକ କଥା ଏବଂ କଷ୍ଟଦାୟକ, ହୃଦୟ ବିଦାରକ। ସେ ମାଡ଼ ଯିଏ ଦେଖିବ ଆଜିକା ଡେଟ୍ରେ ମାନେ ତା ଛାତି ଫାଟିଯିବ ଆଜ୍ଞା। ସେ ଯିଏ ବି ଦେଖିବ ସେ ମାଡ଼, ସେ ତା ଆଖିରୁ ଲୁହ ବାହାରି ପଡ଼ିବ ଆଜ୍ଞା। ଏମାନେ କ'ଣ କି, ଏମାନେ ଏଇ ଯେଉଁ ଗାଁର ପିଲାମାନେ, ଏମାନେ ସବୁ ମୋବାଇଲରେ ମାତିକିରି ଯେଉଁମାନେ ମାନେ ପାଠର ପାଠ ପଢ଼ିଛନ୍ତି କିନ୍ତୁ ପାଠଟାକୁ ଷାଠରେ ଲଗାଉଛନ୍ତି, ଯାହାଫଳରେ କି ସେମାନେ ଆଇନଟାକୁ ହାତକୁ ନେଲେ ଏବଂ ଏଇଟା ମବ୍ ବ୍ଲିଚିଂ। ଆଉ ଏଥିରେ ଏଇ ମାମଲା ଭାରତୀୟ ନ୍ୟାୟ ସଂହିତା 2023ର ଧାରା 103(2) ଅଧୀନରେ ଆସିବ। ତା ଛଡ଼ା ଏହା ଏକ ଗୁରୁତର ଅପରାଧ ଏବଂ ଏହା ସେସନ୍ସ କୋର୍ଟ ଦ୍ୱାରା ବିଚାର ଯୋଗ୍ୟ ଏବଂ ତା ସହିତ ଭାରତୀୟ ନ୍ୟାୟ ସଂହିତା 2023 ଅନୁଯାୟୀ ଯଦି ଜଣେ ପୋଲିସ ଅଧିକାରୀ ମବ୍ ଲିଞ୍ଚିଂ ବା ଜନତାଙ୍କ ଦ୍ୱାରା ହତ୍ୟା ସମୟରେ ଉପସ୍ଥିତ ଥାଇ ଉସ୍କାନ୍ତି ବା ପ୍ରୋତ୍ସାହିତ କରନ୍ତି, ତେବେ ତାହା ଏକ ଅତ୍ୟନ୍ତ ଗୁରୁତର ଅପରାଧ ଅଟେ। ଏହାର ଦଣ୍ଡ ଏବଂ ବିଚାର କୋଉଠି ହବ ଟିକେ ଜାଣିବା ପୋଲିସ ବାବୁ? ଆପଣଙ୍କ ପ୍ରେଜେନ୍ସରେ ଘଟଣାଟା ହେଲା। BNSର ଧାରା 103(2) ଯଦି 5 ବା ତତୋଧିକ ବ୍ୟକ୍ତିଙ୍କ ଗୋଷ୍ଠୀ, ଜାତି, ବର୍ଣ୍ଣ, ସମ୍ପ୍ରଦାୟ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ବ୍ୟକ୍ତିଗତ ବିଶ୍ୱାସ ଆଦି ଆଧାରରେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରନ୍ତି, ତେବେ ଉସୁକାଉଥିବା ପୋଲିସ ଅଧିକାରୀଙ୍କୁ ମଧ୍ୟ ଗୋଷ୍ଠୀର ସଦସ୍ୟ ଭାବରେ ବିବେଚନା କରାଯାଇ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଏବଂ ଜରିମାନା ହୋଇପାରିବ। ଆଉ ପୋଲିସର ଦାୟିତ୍ୱହୀନତା, ଯଦି ପୋଲିସ ସକ୍ରିୟ ଭାବେ ହତ୍ୟା ନ କରି କେବଳ ଉସୁକାନ୍ତି, ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତହସିନ ପୁନାୱାଲା ମାମଲା ନିର୍ଦ୍ଦେଶାବଳୀ ଏବଂ BNSର ଅନ୍ୟାନ୍ୟ ଧାରା ଅନୁଯାୟୀ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ଫୌଜଦାରୀ ମାମଲା ହେବ। ଏଥିରେ ଏଇ ଯୋଉ ଭିଡ଼ିଓ ରେକର୍ଡିଂ ବି ଉତ୍ତୋଳନ ବି ହେଇଛି। ଭିଡ଼ିଓ ସାକ୍ଷ୍ୟ, ଭିଡ଼ିଓ ରେକର୍ଡିଂ, ମୋବାଇଲ କିମ୍ବା CCTV ଭିଡ଼ିଓ ସାକ୍ଷ୍ୟ ଏହି ମାମଲାର ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବରେ ଗଣାଯାଏ ଏବଂ ଏହା ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ବ୍ୟବହୃତ ହୁଏ। ପୋଲିସ ଅଫିସର ତ ପ୍ରେଜେଣ୍ଟ ଥିଲେ, ତେଣୁ ସେ ବି ତ ଅଭିଯୁକ୍ତ ନା। ଏମାନଙ୍କୁ TI ପ୍ୟାରେଡ କରିଦେବା କଥା ଏମାନଙ୍କୁ TI ପ୍ୟାରେଡ କରିକି ଏମାନଙ୍କୁ ସମସ୍ତଙ୍କୁ ମାରିଦେବା କଥା ଭିତରେ। ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତାରେ ଘଟିଥିବା ମବ୍ ଲିଞ୍ଚିଂ ଘଟଣାରେ ସରକାର କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି, ଯେଉଁଠାରେ 11 ଜଣଙ୍କୁ ଗିରଫ କରାଯାଇଛି ଏବଂ ଭିଡ଼ିଓ ଫୁଟେଜ ଆଧାରରେ ତଦନ୍ତ କରାଯାଉଛି ଏବଂ FIR 103(2) ଅନୁଯାୟୀ ପଞ୍ଜୀକୃତ ହେଇଛି। ତା ଛଡ଼ା ଯେହେତୁ ଏଇଟା ମିଳିତ ମାମଲା, ରେଓଟିଂ ପ୍ଲସ୍ ମର୍ଡର, ଯେହେତୁ ହତ୍ୟା ଏକ ସେସନ୍ସ ଟ୍ରାଏଲ ମାମଲା, ତେଣୁ ଦଙ୍ଗା ଏବଂ ହତ୍ୟାକୁ ଏକାଠି କଲେ ଭାରତୀୟ ନ୍ୟାୟ ସଂହିତା 191 ଓ 103 ସେସନ୍ସ କୋର୍ଟ ହିଁ ଏହାର ବିଚାର କରିବ। ଆଉ ଏଥିରେ ଯେହେତୁ ସେ ପୋଲିସ ଅଫିସର ନିଜେ ପ୍ରେଜେଣ୍ଟ ଅଛନ୍ତି, ଯଦି କୌଣସି ସରକାରୀ କର୍ମଚାରୀ ବା ପୋଲିସ ଅଧିକାରୀ ଅପରାଧକୁ ରୋକିବାରେ ବିଫଳ ହୁଅନ୍ତି ବା ସହଯୋଗ କରନ୍ତି, ତେବେ ତାଙ୍କୁ 10 ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ଜରିମାନା ହୋଇପାରେ। ତେଣୁ ବେଡ଼ିପତ୍ର ବାନ୍ଧିବା ଟିକେ ରେଡି କରିଦେଇଥାନ୍ତୁ ପୋଲିସ ବାବୁ।
ଆପଣ ପ୍ରେଜେଣ୍ଟ ଘଟଣାଟା ହେଲା ନା ମବ୍ ଲିଚିଂ ଆପଣ ଯୋଉ ଘୁରି ବୁଲିକି ଦେଖୁଥିଲେ ରିହର୍ସଲ କରୁଥିଲେ ସେଠି ନା କଣ ଆପଣ ନାଲିଆ ଜୋତା ମାଟିଆ ପେନ୍ ଆଉ ନେଳିଆ ଡାଇରୀ ଯେମିତି ଏଣ୍ଟ୍ରି କରୁଛନ୍ତି ଦେଖୁଥିବ ଗୋଟେ ସିଂଘମ ଏଣ୍ଟ୍ରି କଲା ଭଳିଆ। ହଁ 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 ସିଙ୍ଗମ ସିଙ୍ଗମ ଷ୍ଟାଇଲ ମାଡ ଦେଖିବା ପାଇଁ ଏମାନେ କଣ କି ଏମାନେ କ୍ରିମିନାଲ ମାନଙ୍କ ସାଥିରେ ମିଶିକିରି ମାନେ ଚାକିରି କରିବ ପୋଲିସ ମାଛ ଖାଇବ ଇଲିସି ତେଣୁ ଏମାନେ ସେଇ ଟାଇପର ଆମର ଆଇନକୁ ମାନେ ଆଖିଠାର ମାରୁଛନ୍ତି ଏବଂ ଆଇନର ପାଠକୁ ଏମାନେ ଧଜ୍ଜା ଉଡଉଛନ୍ତି ଏବଂ ଇନ୍ ପ୍ରେଜେନ୍ସ ଅଫ ଏ ପୋଲିସ ଅଫିସର ଏମାନଙ୍କ ବିରୁଦ୍ଧରେ ବି ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ତା ସହିତ ଏଇ ଯୋଉ ଆସୁଛି ଆମର ଯୋଉ ସ୍ପଟରେ ଯୋଉ ୱିଟନେସ ତାର ଯୋଉ ସାଙ୍ଗଟି ଥିଲା ସେ ଦେଖିଛି ତ ଏ ଘଟଣା ସିଏ ବି ନିଜେ ବି ହାତ ଯୋଡ଼ିକି ସେ ଯାହା ଭଗବାନ ତାକୁ ବଞ୍ଚେଇ ଦେଇଛନ୍ତି ଏବଂ ସେ ବଞ୍ଚି ଯାଇଛି ଏବଂ ସେ ନିଜେ ବି ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ କହୁଛି ଯଦି ସେ ଗାଡି ଆକ୍ସିଡେଣ୍ଟ କଲେ ତାହେଲେ ବା ଝିଅମାନଙ୍କୁ ଟଣା ଉଟରା କଲେ ତାହେଲେ ଆଉଟରେଜ୍ ଦି ମଡେଷ୍ଟି ଅଫ ଏ ଓମ୍ୟାନ ଉପରେ କେସ୍ ହେଇଥାନ୍ତା ସେ ଅନୁସାରେ ତାକୁ ଦଣ୍ଡବିଧାନ କରାଯାଇଥାନ୍ତା କିନ୍ତୁ ସେଇଟା ନ କରିକିରି ବା ଯଦି ଗାଡି ଆକ୍ସିଡେଣ୍ଟ କଲା ରସ୍ ଆଣ୍ଡ ନେଗ୍ଲିଜେନ୍ସ ଅଫ ଡ୍ରାଇଭିଂରେ କେସ୍ କରିପାରିଥାନ୍ତେ ସେ ବାବଦରେ ନ କରିକିରି ଯେତେବେଳେ ମବ୍ ଲିଞ୍ଚିଂ ହଉଛି ବା ରାଇଟିଂ ହଉଛି ସେତ ଅଫିସର ପ୍ରେଜେନ୍ସରେ ସେ ପୋଲିସ ଅଫିସର ଚାରିପଟ ବୁଲିକିରି ଦେଖୁଛନ୍ତି କେମିତି ମାଡଟା ହଉଛି ଆଉ ଗୋଟେ ନେଳିଆ ଡାଏରୀ ଧରିଛନ୍ତି କେତେଟା ମାଡ ହଉଛି ବୋଧେ ଡାଏରୀ ଲେଖିଥିଲେ ବୋଧେ ସେଟା କାଇମାସକୁ ଦେବେ ଆପଣ ଭଲ 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 ଆଉ ଯୋଉ ସ୍ପଟ ୱିଟନେସ ଯୋଉ ସାଙ୍ଗଟି ତାର ଅଛି ଆଉ ସେ ବି ନିଜେ ପ୍ରତ୍ୟକ୍ଷଦର୍ଶୀ ଏବଂ ସେ ବି ନିଜେ ହାତ ଯୋଡି କହୁଛି ଭାଇ ମାରନି ମାରନି ଆଉ ତାକୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା 183 ଅନୁଯାୟୀ ତାର ଷ୍ଟେଟମେଣ୍ଟ ଜୁଡିସିଆଲ ମାଜିଷ୍ଟ୍ରେଟ ପାଖରେ ଷ୍ଟେଟମେଣ୍ଟ ରେକର୍ଡ କରିଦେବା କଥା କଲେ ଆର ପ୍ରାଇମା ଫାସି କେସ୍ ୱିଲ୍ ବି ମେଡ୍ ଆଉଟ୍ ଆଉ ଏଇ ଯୋଉ ଏଠି ଆଜ୍ଞା କିଏ କଣ କହିବ ନ କହିବ ସେଇଟାରେ ଏଠି ଆଉ କିଛି ଶୁଣାଯିବ ନାହିଁ ଯେହେତୁ ରେଓଟିଂ ପ୍ଲସ୍ ମର୍ଡର ଯେହେତୁ ହତ୍ୟା ଏକ ସେସନ୍ସ ଟ୍ରାଏଲ ମାମଲା ତେଣୁ ଦଙ୍ଗା ଏବଂ ହତ୍ୟାକୁ ଏକାଠି କଲେ ଭାରତୀୟ ନ୍ୟାୟ ସଂହିତା 191 ଏବଂ 103 ସେସନ୍ସ କୋର୍ଟ ହିଁ ଏହାର ବିଚାର କରିବେ ତେଣୁ ଏଇ ଯୋଉ ଅଲଗା ଯୋଉ ଝିଅ ମାନଙ୍କର ଷ୍ଟେଟମେଣ୍ଟ ଆସୁଛି ଯେ ହଉଛି ସେମାନେ ତାଙ୍କର କଥାର ତାଳମେଳ ରହୁନି ଏବଂ ସେମାନେ କଥାକୁ ଘୋଡେଇବା ପାଇଁ କଥାକୁ ଏପଟ ସେପଟ କରିବା ପାଇଁ ମାନେ ଇନଭେଷ୍ଟିଗେସନ ଟାକୁ ଡାଇଭର୍ଟ କରିବା ପାଇଁ ଏଇଟା କରୁଛନ୍ତି ତେଣୁ ଏମାନଙ୍କର ବି ଲାଏ ଡିଟେକ୍ସନ ଟେଷ୍ଟ ବା ପଲିଗ୍ରାଫ ଟେଷ୍ଟ ବି ଏମାନଙ୍କର କରିଦେଲେ ସତ କଥା ବି ଆହୁରି କିଛି ପଦାକୁ ଆସିପାରନ୍ତା ଏମାନେ ହୋଲି ଆଣ୍ଡ ସୋଲି ରେସ୍ପନ୍ସିବୁଲ ଏଇ ଯୋଉ ରାୟୋଟିଂ ପ୍ଲସ୍ ମର୍ଡରରେ ଆଉ ଯୋଉ ଘଟଣା ଏଇ ଯୋଉ ଘଟଣା ହେଲା ଏଇଟା ଭାରି ଦର୍ଦନାକ କଥା ଏବଂ ଭାରି ମାନେ ମର୍ମନ୍ତୁଦ ଘଟଣା ଏମିତି ଘଟଣା ଯଦି ଘଟିବ ପୁଣି ରାଜଧାନୀ କ୍ୟାପିଟାଲ ପାଖ ଉପକଣ୍ଠରେ ଯଦି ଆଇନର ରକ୍ଷକ ଭିତରେ ରହି ଯଦି ଭକ୍ଷକ ସାଜନ୍ତି ଏମାନଙ୍କ ପ୍ରତି ଯେପରି ଆଇନର କଠୋର ଦଣ୍ଡବିଧାନ କରାଯିବ ଏବଂ ଯାହାବି ଆମର ଅନରେବୁଲ ସୁପ୍ରିମକୋର୍ଟଙ୍କର ଗାଇଡଲାଇନ ବି ଅଛି ଯେହେତୁ ଏଟା ରେୟାରେଷ୍ଟ ଅଫ ଦି ରେୟାରେଷ୍ଟ କେସେସ୍ ଆଉ ସେନ୍ସିବଲ ମ୍ୟାଟର କେସେସ୍ ତେଣୁ ଏଇ ଯୋଉ ମ୍ୟାଟରଟି ଏଇଟା ମାନେ ଅନରେବୁଲ ସୁପ୍ରିମକୋର୍ଟଙ୍କର ବି ଗାଇଡଲାଇନ ଅଛି ମାନେ ସେସନ ଅନରେବୁଲ କୋର୍ଟ ଚାହିଁଲେ ଏଇଟା ଫାଷ୍ଟ ଟ୍ରାକ୍ କୋର୍ଟକୁ ଟ୍ରାନ୍ସଫର କରିପାରିବେ ଏବଂ 6 ମାସ ଭିତରେ ଏ ବିଚାର ପ୍ରକ୍ରିୟା ସାରି ଦୋଷୀମାନଙ୍କ ବିରୁଦ୍ଧରେ ଉଚିତ ଭାବରେ ଦଣ୍ଡବିଧାନ ବି ଅଛି ଏବଂ ତା ଉପରେ ଆଉ ଗୋଟେ ଅନରେବୁଲ ସୁପ୍ରିମକୋର୍ଟଙ୍କର ଗୋଟେ ଡିସିସନ ବି ଅଛି ତହସିନ ଏସ୍ ପୁନୱାଲା ଭର୍ସେସ ୟୁନିୟନ ଅଫ ଇଣ୍ଡିଆ ଅନରେବୁଲ ଲର୍ଡସିପ ଏଥିରେ ଅନରେବୁଲ ଲର୍ଡସିପ ଏଥିରେ ବି ଅର୍ଡରରେ ଲେଖିଛନ୍ତି ଉଲ୍ଲେଖ କରିଛନ୍ତି law enacted for the benefit of the society by conferring rights on the citizens and to regulate social behavior in many a sphere is required to be implemented by the law enforcing agencies and the citizens are duty bound to follow the law creating it as sacred ତା ଛଡା ଏଥିରେ honorable lordship ବି mention କରିଛନ୍ତି in terms of the ruling of this court in Arumugam Sarvai versus state of Tamil Nadu
the states are directed to take disciplinary action against the concerned officials if it is found that such officer did not prevent the incident despite having prior knowledge. इटी prior knowledge कौन ये तो प्रेजेंट थाइकिरी मर्डर देखुचंती आ कौन आ मॉब लिंचिंग टा देखुचंती इट्स ए वेरी सेंसिटिव मैटर तेणु तांको प्रेजेंस जेतु घटनाटा घटिछि तांको आईन अनुसार भी भारतीय न्याय संहिता अनुसार तांको प्रति 10 वर्षर कार्यदंड भी माने माने दंड भी अच्छी एवं where the incident has already occurred such officers did not promptly apprehend and institute criminal proceedings against the culprits जेहेतु मॉब लिंचिंग टाकू दूरेले नाही एवं चाहिथिले प्लाटून ऑफ फोर्स मगेइकिरी ए मॉब लिंचिंग टू दूरेई पारथांते एवं गोटे पिलार जीवन भी बची जाई पारथांता तेणु एउडिक भारी माने स्पर्शकातर कथा पुणी ताकू माइले तो माइले गोईठा माड़ विधा गोईठा ता हाइड्रोस को माड़ ता पेटू को माड़ ता मुह को माड़ से पार्टी आपु आपु करूछु पानी भी टिके मागुछु पानी भी टिके भी दउनांती माने केते दर्दनाक माड़ आज्ञा एटा केते माने आमको कौन करवा आम कौन ये शत्रु को भी एमनी मारिबनी एमिति भी किए मारिबनी आज्ञा ये पुणी ता बापा काली मु जा देखुतली ता बापा कांदी कांदी की वीडियो रे कहउथांती से आउ जने वयस्क लोक भी जने कहउथांती जे आज्ञा आम घर भी नियाली आमे भी सही रास्ता रे जाउछु आम सपटिया पिला माने एमिति नुहे आउ एते असाधारण माने व्यक्तित्व आपण माने जो माने आजिका डेट रे मीडिया रे आसिकरी माने मिछ कथा सब उठौचंती एवं गोटे पिला को बदनाम करिया पे एवं ता परिवार को बदनाम करिया पे ताकर बापा जो डिसीज्ड फादर माने पिला को मनुष्य करियो बोली पाठ पढ़ियो कि मनुष्य करियो बोली पुलिस चाकरी करियो बोली ता बापार इच्छा थिला ता बापा अंडा बिकिचंती गुगुनी बिकिचंती मार्केट रे मनुष्य करिया पे पिलाटी को कौन सी कौन करिछि न करिछि पर ताकू आपण सेही अनुसार जा आईन अनुसार पदक्षेप नै थाते किंतु जो मॉब लिंचिंग और राइटिंग को आपण चाहिथिले दुई परथांते गोटे पुलिस भाई प्रति पुलिस रो माने तमरी निज पुलिस से भी सही माटिया ड्रेस से जीआरपी पुलिस अच्छी तमे माने लोकल पुलिस माने इट्स ए डिफरेंस फ्रॉम द जीआरपी पुलिस एंड द लोकल पुलिस एटा भारी लज्जादायक कथा आज्ञा आपण मानठू कौन आईन रो सुरक्षा आज्ञा माने कौन पाइबा आज्ञा आपण मानक प्रति एई जो माने माने मिछ कथा एवं केस को डाइवर्ट करिया जो माने करूचंती एमानक समस्त पॉलीग्राफ टेस्ट एवं लाई डिटेक्शन टेस्ट एमानक तुरंत भाव में करा कथा एवं एमानक मध्य ये जो आईन रो परिसर भीतर को आनिबा कथा एवं जो पुलिस बाबू ओ पुलिस बाबू जो काडटा भी चम ना से छत चार तले रही गल ना कौन बेडिंग पत्र बांधिया रेडी कर देता आज पर जो ऑनरेबल सुप्रीम कोर्ट गाइडलाइन अनुसार रिट पिटिशन नंबर 754 बाय 2016 ए डिसीजन टा टिए कर्णपात देकी टिए आउ मन ध्यान देकी टिए पढ़िबे आउ एथिरे सबु कथा लिखा जाइछि आपण प्रति पनिशमेंट भी कौन करा जिवो जेहेतु मॉब लिंचिंग रे आपण इन्वॉल्व अछंती प्लस राइटिंग रे इन्वॉल्व अछंती आपण को प्रति पुलिस ऑफिसर जेहेतु प्रेजेंट रे एते बड़ अपराध हेई परिला तेनु आउ आपण दर्शनार्थी हेतले सिटी देखुले मर्डरटा तेणु आपण प्रति 10 वर्षर कारादंड अच्छी जहाँ आजिका डेट रे मो पाखे खबर अच्छी आउ ए केस भी क्राइम ब्रांच को हैंड ओवर होइछि आउ क्राइम ब्रांच जाई पुंखानुपुंख भाव में तदंत करुछंती एवं स्पॉट रु जिबे एवं जो जो आयो पाखरु जो बाड़ी एवं सर्कमस्टेंशियल एविडेंसेस एवं ब्लड स्टेन एवं ताकू बाड़ेला परे तापर ताकू हाथ गोड़ बांधिकी जो बांधुचंती जो बांधुचंती माने माने पशु को एमती बांधिबेनी माने बांधिकी पुणी 407 ट्रक रे कोन एम्बुलेंस नहीं सरकार एते एम्बुलेंस जोगई दीचंती आपण पुलिस बयान तो नहीं पारतांते आपण पाख मेडिकल चेकअप करी गोटे जीवनटा तो तापर आपण शिफ्ट हेता हॉस्पिटल को पछे तेणु एटा भारी दर्दनाक कथा एटा किछि कले नाही जहाँ फल कि आपणकर आईन श्रृंखला अबिका विपर्जित परिस्थिति एवं आपण मानक पई पुणी
ଏଇ ଆଉ ଗୋଟେ ଡାବୁ ଗାଁରେ କାଲି ପୁଣି କଷ୍ଟୋଡିଆଲ ଡେଥ୍ ହେଇଯାଇଛି। ମାନେ ଜାଣନ୍ତୁ ସେ ଗୋଟେ ଅପହରଣ କୋଉ କେସରେ ଆସିଥିଲା, ସେ ତାକୁ ହାଜତରେ ରଖିଥିଲା ଏବଂ ତା ବାଡିଆ ପିଟା ବୋଧେ କରିଛନ୍ତି। ହାଜତ ଭିତରୁ ଯାଇକିରି ବାଥରୁମରେ ଯାଇକିରି ସୁସାଇଡ କରିଦେଇଛି। ସେଥିରେ ଆଇଆଇସି ଏବଂ ତା ସହିତ ଆଉ 2 ଜଣ କନଷ୍ଟେବଳଙ୍କୁ ସସ୍ପେଣ୍ଡ କରିଛନ୍ତି। ଏମାନଙ୍କୁ ଆଜ୍ଞା ସସ୍ପେନସନ ନୁହେଁ, ଏମାନଙ୍କୁ କଷ୍ଟୋଡିଆଲ ଡେଥ୍ ମିନ୍ସ ଏମାନଙ୍କୁ କଷ୍ଟୋଡି କି ନେଇକିରି ଏମାନଙ୍କୁ ପୁରା ଗୋଟେ ଗୋଟେ ଲେସନ ହେଲେ ଏମାନେ ଯୋଉ ଆଇନକୁ ମାନେ ଏମାନଙ୍କ ହାତରେ କାଗଜ କଲମଟା ରହୁଛି ନା, ତେଣୁ ଏମାନେ ଆଇନକୁ ଆଖିଟାର ମାରିକିରି ସରକାରଠୁ ମୋଟା ଅଙ୍କର ଦରମା ନେଇ ଏମାନଙ୍କୁ ଜନସାଧାରଣଙ୍କୁ ହଇରାଣ କରୁଛନ୍ତି ଆଜ୍ଞା। ଆଜି ଦେଖନ୍ତୁ ଯୋଉ ଗାଁ ବାଲା କଥା କହିବା, ଯୋଉ ଗାଁ ବାଲାଙ୍କୁ 11 ଜଣ ତାଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆ ହବ ଯଦି ଆଜ୍ଞା ରାଇଟିଂ ପ୍ଲସ୍ ମର୍ଡର ଆଉ ଭାରତୀୟ ନ୍ୟାୟ ସଂହିତା ଅନୁସାରେ 191 ପ୍ଲସ୍ 103 ଅନୁସାରେ ସେ ଅନୁସାରେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଏଇଟା ଗ୍ରହଣ କରାଯିବ। ଏବଂ ଅନବଲ ସୁପ୍ରିମକୋର୍ଟଙ୍କର ଗାଇଡଲାଇନ ବି ଅଛି, ଯେହେତୁ ମବ୍ ଲିଞ୍ଚିଂ ୱିଥ ରାଇଟିଂ ପ୍ଲସ୍ ମର୍ଡର ଅଛି, ଏଇଟା ଯେହେତୁ ଅତି ସ୍ପର୍ଶକାତର କେସ୍, ତେଣୁ ଅନବଲ ସୁପ୍ରିମକୋର୍ଟଙ୍କର ଗାଇଡଲାଇନ ଅନୁସାରେ ଏ କେସଟିକୁ ଫାଷ୍ଟ ଟ୍ରାକ୍ କୋର୍ଟକୁ ତୁରନ୍ତ ଟ୍ରାନ୍ସଫର ହେଇଯିବା କଥା ଏବଂ 6 ମାସ ଭିତରେ ଏ କେସର ଯେପରି ନିଷ୍କର୍ଷ ବାହାରି ପାରିବ ଏବଂ ଉପଯୁକ୍ତ ଭାବରେ ଦୋଷୀଙ୍କୁ ଦଣ୍ଡ ବିଧାନ କରାଯାଇ ପାରିବ, ଏଥିରେ ପ୍ରାବିଧାନ ଅଛି।